କୁଆଡ଼େ ଗଲା କୁଆଡ଼େ ଗଲା କୁଆଡ଼େ ଗଲା କୁଆଡ଼େ ଗଲା ତମେ ନାଇଁ ହଁ ଇଆଡ଼େ ଗଲା କେତେ ମୋଟା ନା ସରୁ ମୋଟା ନା ସରୁ ହଉ ହଉ କଳା କଲର ହଁ ଆଚ୍ଛା ଆଚ୍ଛା ହଁ 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 ହଉ ଏ ଭାଇ ଜଣକ ତାଙ୍କ କାନକୁ ଶୁଭୁନି କି ଠିକ୍ ସେ କହି ବି ପାରୁନାହାନ୍ତି କିନ୍ତୁ ଆମର ଅଫିସ୍ ସାମ୍ନାର ରାସ୍ତା ଦେଇକି ସବୁବେଳେ ଯିବା ଆସିବା କରନ୍ତି ତ ଆଜି ଦେଖିଦେଇଛନ୍ତି ଗୋଟିଏ ସାପ ତେଣୁ ମୋତେ ଆସି ବୁଝେଇ କହୁଥିଲେ ଯେ ତାଙ୍କ ଶୈଳୀରେ ମୋତେ ବୁଝେଇ କହୁଥିଲେ ଯେ ଆଜି ମୁଁ ଗୋଟେ ସାପ ଦେଖିଦେଲି ଆଉ ଏପଟେ ରାସ୍ତାରେ ଯାଉଥିଲା ମୁଁ ଗୋଟେ ବଡ଼ ସାପ ଗୋଟେ ଦେଖିଦେଲି ତ ସେଇ କଥାଟା ମୋତେ ବୁଝେଇ କହୁଥିଲେ ଆଉ ମୁଁ ଠିକ୍ସେ ବୁଝିପାରିଲି ତ ବର୍ତ୍ତମାନ ଆମର ତ ଜଙ୍ଗଲ ଏରିଆରେ ଆମର ଏ ଅଫିସ୍ଟା ଜଙ୍ଗଲ ଏରିଆରେ ହେଇଛି ତେଣୁ ଅନ୍ଧାର ବି ଟିକେ ରହୁଛି ତେଣୁ ଭାଇ ଯିବା ଆସିବା ସବୁବେଳେ କରୁଛନ୍ତି ଆଉ ବହୁତ ଲୋକ ବି ଯିବା ଆସିବା କରୁଛନ୍ତି କିନ୍ତୁ ଆମେ ଚେଷ୍ଟା କରିବୁ ଆଜି ଗୋଟେ ଲାଇଟ୍ ଲଗାଇଦେବା ପାଇଁ ସେ ଭାଇ ଜଣକ ତ ଆଜି ସାପ ଦେଖିଛନ୍ତି ଆମେ ବହୁତ ସମୟରେ ଆମେ ବି ସାପ ଦେଖିଛୁ ଅନେକ ସାପକୁ ଧରିକି ଆମେ ନିଜେ ଅଖାରେ ପୁରେଇକି ତାକୁ ନେଇକି ବାହାରେ ଛାଡ଼ିଛୁ ରେସ୍କ୍ୟୁ କରିଛୁ ନାଗ ସାପ ବୋଡ଼ା ସାପ ଚିତି ସାପ ଏଠି ବହୁତ ସମୟରେ ବାହାରେ ଘରୁ ବି ବାହାରିଥିଲା ଦିନେ ଆମ ଘରୁ ଦିନେ ବାହାରିଥିଲା ବାପୁନ ଘର କ୍ୱାର୍ଟରରୁ ପ୍ରାୟ ଟାଇମ୍ ଚିଟି ସାପ ଗୁଡ଼ା ବାହାରେ ତ ସେଟାକୁ ଆମେ ବାଲ୍ଟିରେ ରଖିକି ତାକୁ ନେଇକି ବାହାରେ ଫୋପାଡ଼ୁ ଲୋକମାନଙ୍କର ସୁବିଧା ପାଇଁ ଆଜି ସନ୍ଧ୍ୟା ଭିତରେ ଯେମିତି ବି ହେଉ ଗୋଟିଏ ଲାଇଟ୍ଟେ ଲଗାଇବା ପାଇଁ ଆମେ ଚେଷ୍ଟା କରିବୁ ଦୀର୍ଘ 2-3 ଦିନର ବିଚାର ବିମର୍ଶ ପରେ ଆମର କର୍ମଚାରୀମାନେ ସମସ୍ତେ ନିଜ ନିଜ ପକେଟରୁ କିଛି କିଛି ପଇସା ବାହାର କରି ବର୍ତ୍ତମାନ ଆମେ ଦେଖନ୍ତୁ ବର୍ତ୍ତମାନ ଏ ଗଛରେ ଗୋଟେ ଲାଇଟ୍ ଲଗାଇଲୁ କାହିଁକିନା ଏରିଆ ପୁରା ଅନ୍ଧାର ଦେଖାଯାଉଥିଲା ଯାହାଫଳରେ ଲୋକମାନେ ଯିବା ଆସିବା ପାଇଁ ହଇରାଣ ହେଉଥିଲେ ଆମେ ମଧ୍ୟ ହଇରାଣ ହେଉଥିଲୁ କାହିଁକିନା ଆମର ଗୋଟେ ଗେଟ୍ ଲାଗିଛି ଏଠି ଆମେ ବି ହଇରାଣ ହେଉଥିଲୁ ଏଠି ତ ବର୍ତ୍ତମାନ ଆମର ଏଠି ଦେଖନ୍ତୁ ଲାଇଟ୍ ଲାଗିଯାଇଛି ଆଉ ଲୋକମାନେ ଭଲରେ ଯିବା ଆସିବା କରିପାରିବେ ଆଉ ଅନ୍ଧାରକୁ ଭୟ ରହିବନି ତ କ'ଣ ଅସୁବିଧା ହେବ ଆମେ ଜାଣିନେ କିନ୍ତୁ ଯେଉଁ ଅନ୍ଧାରରେ ଲୋକମାନେ ଯିବା ଆସିବା କରୁଥିଲେ ଆମେ ବର୍ତ୍ତମାନ ଲାଇଟ୍ଟେ ଗୋଟେ ଲଗାଇ ଦେଇଛୁ ଲାଇଟ୍ ଲଗାଇଲା ପରେ ଏବେ ସମସ୍ତେ ଗୋଟେ ଆରାମସେ ଯାଇପାରିବେ ଆଉ କୌଣସି ଲୋକମାନଙ୍କର ଅସୁବିଧା ନାହିଁ ଆଉ ଆମର ଏ କାମ ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଗୋଟିଏ ସୁନ୍ଦର କମେଣ୍ଟଟିଏ ଦେବେ ଆଉ ଲାଷ୍ଟରେ ଆମ ପେଜ୍କୁ ଫଲୋ କରିଦେବେ ରହୁଛୁ ଜୟ ଜଗନ୍ନାଥ।